ଯିବା। ଆପଣଙ୍କ ପରିଚୟ? ମୁଁ ତପନ କୁମାର ବେହେରା, ପ୍ରସନ୍ନ କ୍ଷେମେଶ୍ୱର ମହାଦେବ ଟ୍ରଷ୍ଟ ବୋର୍ଡର ମୁଁ ମ୍ୟାନେଜିଂ ଟ୍ରଷ୍ଟି ଅଛି ବୈକୁଣ୍ଠପୁର। ମନ୍ଦିର ବି ଚୋରି ହେଇଛି, କେମିତି କଣ? ହଁ, ସେ ମନ୍ଦିର ଚୋରି ହଉଛି। ଆମର ପ୍ରତ୍ୟେକ ଦିନ ସେବାୟତ ମାନେ ପୂଜା କରି ସାରିକି ଗଲା ପରେ ତାଙ୍କର ସନ୍ଧ୍ୟା ଆଳତି ଗୋଟେ ହୁଏ। ସନ୍ଧ୍ୟା ଆଳତି ସରିଲା ପରେ ଆମର ଜଣଙ୍କ ଉପରେ ଦାୟିତ୍ୱ ଦିଆଯାଇଥାଏ ଯେ ଚାବି ପକେଇବା ପାଇଁ। ସେ ଚାବି ତାଙ୍କର ସେ ସନ୍ଧ୍ୟାବେଳେ ଚାବି ପକେଇକି ଯାଆନ୍ତି। କିନ୍ତୁ ପ୍ରତ୍ୟେକ ଦିନ ଏମିତି ହୁଏ, ଚାବି ପକେଇକି ଯାଆନ୍ତି। ଆଉ ପୁଣି ଯେତେବେଳେ ଭୋରୁ ଆସନ୍ତି 5ଟା ବେଳେ, ସେବାୟତ ମାନେ ଆସିବେ ଆଗରୁ ସେ ଯେ ଚାବି ଦାୟିତ୍ୱରେ ଅଛନ୍ତି, ଚାବି ପକେଇବା ଦାୟିତ୍ୱରେ ପ୍ରଦୀପ କୁମାର ରଣା ବୋଲି ଯେ ମାଳି ଅଛନ୍ତି, ସେ ଚାବି ଖୋଲି ଦିଅନ୍ତି। ହଠାତ୍ କିନା ସେ ତାଙ୍କର ଚାବି ଖୋଲିକିରି ସେଇଠି ଚାବି ପକେଇ ଦେଇକି ସେ ତାଙ୍କର ପଳେଇ ଯାଆନ୍ତି। ଆଜି ହଠାତ୍ କିନା ମୋତେ ସକାଳେ ଫୋନ୍ ଆସିଲା, ଜଣେ ସେବାୟତ ଫୋନ୍ କରିକି କହିଲେ ଯେ ଏମିତିକା ଘଟଣା ହେଇଛି, ମଙ୍ଗଳା ମନ୍ଦିରରୁ କିଛି ଜିନିଷ ଚୋରି ହେଇଯାଇଛି। ଯେ ଚୋରି ହେଇଛି ବୋଲିକି ଇନଭର୍ଟର, ତାର ଗୋଟେ ବାକ୍ସ ଭିତରେ କ'ଣ ସବୁ ଥିଲା, ଚାମର, ଘଣ୍ଟା, ବହୁତ କିଛି ଜିନିଷ ସବୁ ଥିଲା। ଆଉ ପ୍ଲସ୍ ଇନଭର୍ଟର ବ୍ୟାଟେରୀ ବି ଚୋରି ହେଇଯାଇଛି। ଗୋଟେ ମାଇକ୍ ବାଜେ, ସେ ମାଇକ୍ ମେସିନ୍ ବି ଚୋରି ହେଇଯାଇଛି। ଏମିତିକା ଘଟଣା ସବୁ ଘଟିଛି। ଏମିତି ସାଧାରଣ ଆମେ ବିଶ୍ୱାସ କରିପାରୁନୁ ଯେ ଏମିତି ମନ୍ଦିର ଭିତରୁ ଏମିତି ବି ଚୋର ଆସିକି ଏମିତି ଚୋରି କରନ୍ତି ବୋଲି। ବଡ଼ ସନ୍ଦେହ ହଉଛି କି ଆପଣଙ୍କୁ? ସନ୍ଦେହ ତ ସେମିତି କିଛି ନାହିଁ। ମୁଁ ତ କାହାକୁ କ'ଣ ସନ୍ଦେହ କରିବି? ଗୋଟେ ମନ୍ଦିର ଭିତରୁ, ସାଧାରଣ କଥା, ମନ୍ଦିର ଭିତରୁ ଚୋରି ହବାଟା ଗୋଟେ ମାନେ ଗୋଟେ ଅଶୋଭନୀୟ କଥା। ତେଣୁ ମୁଁ କାହାକୁ ସନ୍ଦେହ କରିବି? ତେଣୁ ଏଇଟା ହଉଛି ବଡ଼ କଥା, ଗୋଟେ ମନ୍ଦିର ଭିତରୁ ଚୋରି ହବା। ଆଜ୍ଞା, ଥାନାକୁ ମୁଁ ଆସିଛି, ଜଷ୍ଟ ଏବେ ଆସିଛି। ଥାନା ବାଲା ବି ଯାଇଥିଲେ, ଇନକ୍ୱାରି କରିକି ଆସିଛନ୍ତି। ଏବେ ଜଷ୍ଟ ମୁଁ ତାଙ୍କୁ ଗୋଟେ ଗଭର୍ଣ୍ଣମେଣ୍ଟ ତରଫରୁ ଯୋଉ ଅଛି, ଆମର ଯୋଉ ଗଭର୍ଣ୍ଣମେଣ୍ଟ ତରଫରୁ ଗଭର୍ଣ୍ଣମେଣ୍ଟ ପେ'ରେ ତାଙ୍କୁ ଦିଆଯାଇଛି, ଏଫଆଇଆର ଗୋଟେ ଦିଆହେଇଛି ଏବଂ ରିସିପ୍ଟ କପି ମଧ୍ୟ ଆମେ ନେଇକି ଆମ ଏଣ୍ଡାମେଣ୍ଟ ଡିପାର୍ଟମେଣ୍ଟ ସବୁ ଜଣେଇବୁ। ମୋ ନାଁ ଧ୍ରୁବଚରଣ ଦୀକ୍ଷିତ। ମୁଁ ଶ୍ରୀ ପ୍ରସନ୍ନ କ୍ଷେମେଶ୍ୱର ମହାଦେବଙ୍କର ସେବାୟତ। କେମିତି କଣ ଚୋରି ହେଲା? ଆପଣ କଣ? ଆଜ୍ଞା, ଆମେ ତ ସବୁବେଳେ ଏଠି ପୂଜା ଅର୍ଚ୍ଚନା, ଆମର ସକାଳେ 6ଟା ଟାଇମରେ ଆମେ ଆସିକି ମନ୍ଦିର ପରିସର ଭିତରେ ପହଞ୍ଚୁ। ଆଉ ଆମର ଟ୍ରଷ୍ଟ ଏଠି ଅଛି। ସେଇ ଟ୍ରଷ୍ଟର ଆମର ପରିଚାଳନା ମାତ୍ର ଦାୟିତ୍ୱ ଯିଏ ଅଛନ୍ତି ତପନ କୁମାର ବେହେରା, ସିଏ ଆମର ଆସିକି ଆମେ ପହଞ୍ଚିଲା ପରେ ସେ ମନ୍ଦିର ଚାବି ଖୋଲନ୍ତି। ଆଉ ତାପରେ ଆମେ ଆମର ସେବା ପୂଜା କରୁ। ସେବା ପୂଜା କରିସାରିକି ସନ୍ଧ୍ୟା 6ଟା ସୁଦ୍ଧା ଆମେ ଆଳତି କରିକି ଠାକୁରଙ୍କର ପହଡ଼ ପକେଇକି ଘରକୁ ଯାଉ। ସେଦିନ ଗତକାଲି 19 ତାରିଖ ଦିନ ଆମେ ପୂଜା ଅର୍ଚ୍ଚନା ସାରିକି, ଆଳତି ସାରିକି ଆମେ 6ଟା ସୁଦ୍ଧା ଏଠୁ ଗଲୁ ଘରକୁ। ତା ପରଦିନ ଆଜି 20 ତାରିଖ ଦିନ ସକାଳେ ଆସିକି ମନ୍ଦିରରେ ପହଞ୍ଚିଲା ବେଳକୁ ଆମର ସେଇ ମାଙ୍କ ମନ୍ଦିର କେବଳ ଚାବି ଖୋଲା ହେଇଛି। ତାପରେ ଗ୍ରିଲଟା କେବଳ ଆଉଜା ହେଇଛି, କିନ୍ତୁ କବାଟ ମେଲା ହେଇଛି। ତା ଭିତରେ ମୁଁ ପ୍ରବେଶ କରିକି ଦେଖିଲା ବେଳକୁ ଆମର ସେଠି ଥିଲା ଇନଭର୍ଟର, ଆଉ ମାଇକ୍ ସେଟ୍, ଆଉ ଗୋଟେ ବାକ୍ସ ଥିଲା। ବାକ୍ସର ଭିତରେ ଆମର ଚାମର କିମ୍ବା ଠାକୁରଙ୍କ ଜିନିଷପତ୍ର, ତାପରେ ଆମର ଆହୁରି ଘଣ୍ଟା, ଏମିତି ସବୁ ଠାକୁରଙ୍କର ଚାମର ଫାମର, ଏମିତି ବିଭିନ୍ନ ପ୍ରକାର ଜିନିଷପତ୍ର ସବୁ ଥିଲା। ଆମେ ଆସିକି ଲକ୍ଷ୍ୟ କଲା ବେଳକୁ ସେଥିରେ କିଛି ନାହିଁ, କବାଟ ମେଲା ହେଇଛି, ସେ ସବୁ ନାହିଁ। ମ୍ୟାନେଜିଂ ଟ୍ରଷ୍ଟ ଆମର ଅଛନ୍ତି ଯେ ତପନ କୁମାର ବେହେରାକୁ ଆମେ ଖବର ଦେଲୁ। ତାପରେ ଗାଁର କିଛି ଲୋକ ଏଠି ଆସିକି ପହଞ୍ଚିଲା ପରେ ସେ ଦେଖିଲେ ନାହିଁ। ତାପରେ ଆମେ ଥାନାକୁ ଇନଫର୍ମେସନ ମ୍ୟାଡାମକୁ ଆମେ ଫୋନ ମାଧ୍ୟମରେ ଜଣେଇଲୁ। ତାପରେ ଆମର ମ୍ୟାନେଜିଂ ଟ୍ରଷ୍ଟ ସେ ମ୍ୟାଡାମ ଆମର ପଠେଇଲେ, ଗୋଟେ ଷ୍ଟାଫ ପଠେଇଲେ ଏଠି ଭେରିଫିକେସନ କରିବା ପାଇଁ। ଭେରିଫିକେସନ କରିକି ନେଇକି ଗଲେ। ତାପରେ ଆମର ମ୍ୟାନେଜିଂ ଟ୍ରଷ୍ଟ ଦାୟିତ୍ୱରେ ଯିଏ ତପନ ବେହେରା ଅଛନ୍ତି, ସେ ବର୍ତ୍ତମାନ ଏଫଆଇଆର କପି ନେଇକି ଯାଇଛନ୍ତି ଥାନାକୁ।